ମଣିଷ ସେତେବେଳେ ସଫଳ ହୋଇଥାଏ ଯେତେବେଳେ ସେ ଦୁନିଆକୁ ନୁହଁ ନିଜକୁ ବଦଳିବାକୁ ଚେଷ୍ଟା କରିଥାଏ। ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ବିଶେଷ ଭାବରେ ଆଜିର ଏ ଭିଡ଼ିଓ ସିଂହ ରାଶିଙ୍କ ପାଇଁ ବହୁତ ହି ଖାସ୍ ବହୁତ ହି ମହତ୍ତ୍ୱପୂର୍ଣ୍ଣ ରହିବ। କାରଣ ଏ ଭିଡ଼ିଓ ସିଂହ ରାଶିଙ୍କ ପାଇଁ ବହୁତ ହି ମହତ୍ତ୍ୱପୂର୍ଣ୍ଣ। ସିଂହ ରାଶିଙ୍କ ପାଇଁ ଫେବୃଆରୀ 2024 ମାସିକ ରାଶିଫଳ ମନ୍ଥଲି ପ୍ରେଡିକ୍ସନ୍। ଫେବୃଆରୀ 2024 ଆପଣଙ୍କର କିପରି ରହିବ ସେ ବିଷୟରେ ଜାଣିବା। ସବୁକିଛି ବିଷୟରେ ପୁରା ଡିଟେଲ୍ସରେ କହିବା। ଯାହା ଆପଣ ଜାଣିବାକୁ ଚାହୁଁଛନ୍ତି ଆପଣଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ, ବୈବାହିକ ଜୀବନ, ଭାଗ୍ୟ, କ୍ୟାରିୟର, ବିଜନେସ୍ କିପରି ରହିବ ଫେବୃଆରୀ 2024ରେ, ନବଗ୍ରହଙ୍କର କ'ଣ ସ୍ଥିତି ରହିବ, ନବଗ୍ରହ କ'ଣ ଫଳ ପ୍ରଦାନ କରିବେ, କ'ଣ ଉପାୟ ଆପଣଙ୍କୁ ପାଳନ କରିବା ଦରକାର ସେ ବିଷୟରେ ଜାଣିବା। ଏ କାର୍ଯ୍ୟକ୍ରମ ଆପଣଙ୍କ ଜନ୍ମରାଶି ଚନ୍ଦ୍ରରାଶି ଫଳ ଉପରେ ଆଧାରିତ ଅଟେ। ଯଦି ଆପଣ ଆପଣଙ୍କର ଜାତକ ବିଷୟରେ ଜାଣିନାହାନ୍ତି ତ ନାମ ଅନୁସାରେ ଜାଣନ୍ତୁ। ଏହାଦ୍ୱାରା ମଧ୍ୟ ଆପଣ ଆପଣଙ୍କ ରାଶି ବିଷୟରେ ଜାଣିପାରିବେ। ଏହା ସହ ଚ୍ୟାନେଲ ଯଦି ନୂଆ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ପାଖରେ ଆସୁଥିବା ବେଲ୍ ଆଇକନ୍କୁ ବି ମଧ୍ୟ କ୍ଲିକ୍ କରିଦିଅନ୍ତୁ। ତ ଆସନ୍ତୁ ଜାଣିବା ସିଂହ ରାଶିଙ୍କ ପାଇଁ ଫେବୃଆରୀ 2024 କିପରି ରହିବ। ଯେବେ ଫେବୃଆରୀ 2024 ରହିବ ତ ନବଗ୍ରହଙ୍କ ସ୍ଥିତି କିଛି ଏହି ପ୍ରକାରର ରହିବ। ଯେମିତିକି ଆପଣଙ୍କର ସେକେଣ୍ଡ ହାଉସରେ ବିରାଜିତ ରହିବେ କେତୁ, ଆପଣଙ୍କର ପଞ୍ଚମ ଭାଗରେ ବିଶେଷ ଭାବରେ ଶୁକ୍ର ସହିତ ବୁଧ, ଆପଣଙ୍କ ଷଷ୍ଠ ଘରେ ରହିବେ ଶୁକ୍ର ସହ ବୁଧ, ତା ସହିତ ଆପଣଙ୍କ ସେଭେନ୍ଥ ହାଉସରେ ଶନି, ଆପଣଙ୍କ ଏଇଟ୍ ହାଉସରେ ରାହୁ, ନାଇନ୍ଥ ହାଉସରେ ଦେବଗୁରୁ ବୃହସ୍ପତି। ଏବେ ଆପଣଙ୍କୁ ଧ୍ୟାନର ସହ ଶୁଣିବାକୁ ପଡ଼ିବ। ସବୁଠାରୁ ପ୍ରଥମେ ଆପଣଙ୍କର ହେଲ୍ଥ କିପରି ରହିବ। ରାଶିର ସ୍ୱାମୀ କିପରି ରହିଥାନ୍ତି କି ସିଂହ ରାଶିର ସ୍ୱାମୀ ଅଟନ୍ତି ସୂର୍ଯ୍ୟ। ତ ସୂର୍ଯ୍ୟ ଆପଣଙ୍କର ସିକ୍ସଥ ହାଉସରେ ଯେହେତୁ ରହୁଛନ୍ତି ତ ସିକ୍ସଥ ହାଉସ ବହୁତ ହି ଖରାପ ହୋଇଥାଏ କୁଣ୍ଡଳୀର, କିନ୍ତୁ କେ ପର୍ଯ୍ୟନ୍ତ କି 13 ଫେବୃଆରୀ ପର୍ଯ୍ୟନ୍ତ। 13 ଫେବୃଆରୀ ପର୍ଯ୍ୟନ୍ତ ସୂର୍ଯ୍ୟ ସିକ୍ସଥ ହାଉସ ରହିଥାଏ। ରାଶିର ସ୍ୱାମୀ ରୋଗ ଘରେ ବସିଛନ୍ତି ତ ରୋଗରେ ଇମ୍ୟୁନିଟି ସିଷ୍ଟମରେ କୌଣସି ବି ଖାଦ୍ୟ ପେୟ ଆହାର ଏସବୁରେ ବିଶେଷ ଭାବରେ ଆପଣ ଆପଣଙ୍କ ହେଲ୍ଥର ଯତ୍ନ ନିଅନ୍ତୁ। ତାପରେ ଯଦି କହିବା ସୂର୍ଯ୍ୟ କେନ୍ଦ୍ରରେ ଆସିବେ ତ ଫାର୍ଷ୍ଟ ହାଉସକୁ ଦେଖିବେ ଆପଣଙ୍କ ହେଲ୍ଥ ତ ଭଲ ରହିବ, କିନ୍ତୁ ଆପଣଙ୍କର ପାଠପଢ଼ା ବିଷୟରେ ଯଦି କହିବା ବିଦ୍ୟାର୍ଥୀଙ୍କ ପାଇଁ କିପରି ରହିବ ଫେବୃଆରୀ 2024। ଫିଫ୍ଥ ହାଉସ ହୋଇଥାଏ ପାଠପଢ଼ାର। ଏଠି ଆମେ ସବୁକିଛି ଆପଣଙ୍କୁ ଡିଟେଲ୍ସରେ କହୁଛୁ। ଫିଫ୍ଥ ହାଉସ ପାଠପଢ଼ାର ହୋଇଥାଏ। ଫିଫ୍ଥ ହାଉସର ଲର୍ଡ ଦେବଗୁରୁ ବୃହସ୍ପତି ବନନ୍ତି। ତ ବୃହସ୍ପତି ବିଶେଷ ଭାବରେ ଆପଣଙ୍କର ବହୁତ ଭଲ ଜାଗାରେ ବସିଛନ୍ତି ନାଇନ୍ଥ ହାଉସରେ। ତ ନାଇନ୍ଥ ହାଉସରେ ବସିକି ନବମ ଦୃଷ୍ଟିରେ ପଞ୍ଚମ ଭାଗକୁ ଦେଖୁଛନ୍ତି, ନିଜ ଘରକୁ ଦେଖୁଛନ୍ତି। ତ କୋଶ୍ଚିନ୍ ଏହା ରହିବ, ପ୍ରଶ୍ନ ଆପଣଙ୍କର କିଛି ବି ଥାଉ ଉତ୍ତର ଏହା ଥାଉ, ଗୁରୁ ଆପଣଙ୍କ ଘରକୁ ଦେଖୁଛନ୍ତି ତ ଟ୍ୟାଲେଣ୍ଟ ଆପଣଙ୍କୁ ପ୍ରଦାନ କରିବେ, ଉତ୍ସାହ ପ୍ରଦାନ କରିବ। କାରଣ ଶନିଙ୍କ ଦୃଷ୍ଟିରୁ ବଞ୍ଚିତ ରହିବେ, ରାହୁଙ୍କ ଦୃଷ୍ଟିରୁ ବଞ୍ଚିତ ରହିବେ, କୌଣସି ପ୍ରୋବ୍ଲେମ ହେବନି। ଆପଣ ଆପଣଙ୍କ ପାଠପଢ଼ାରେ ଆଗକୁ ବଢ଼ିବେ। ବିଶେଷ ଭାବରେ ବହୁତ ଭଲ ସ୍ଥିତି ଆପଣଙ୍କ ପାଇଁ ବିଶେଷ ଭାବରେ ବନୁଛି। କାରଣ 13 ଫେବୃଆରୀ ପରେ ସୂର୍ଯ୍ୟ ଯେତେବେଳେ ଗୋଚର କରିବେ ସ୍ଥିତି ବହୁତ ଭଲ ରହିବ। ଲଭ୍ ରିଲେସନସିପ୍ ବିଷୟରେ ଯଦି କହିବା ପ୍ରେମ ବିବାହ କିପରି ରହିବ କି ଫିଫ୍ଥ ହାଉସ ହୋଇଥାଏ ପ୍ରେମର, ତ ପ୍ରେମ ବିବାହର ହୋଇଥାଏ, ସନ୍ତାନଙ୍କର ହୋଇଥାଏ। ତ ଫିଫ୍ଥର ଲର୍ଡ ଯେମିତି ଆମେ ଆପଣଙ୍କୁ କହିଲୁ ବିଶେଷ ରୂପରେ ଫିଫ୍ଥର ଲର୍ଡ ଗୁରୁ ଆପଣଙ୍କର ନାଇନ୍ଥରେ ରହିବେ, ଗୁରୁ ଆପଣଙ୍କ ଷଷ୍ଠରେ ରହିବେ, ତା ସହିତ ଶୁକ୍ର ଆପଣଙ୍କର ପଞ୍ଚମରେ ମଙ୍ଗଳଙ୍କ ସହିତ ରହିବେ 12 ଫେବୃଆରୀ ପର୍ଯ୍ୟନ୍ତ। ତ ଶୁକ୍ର ମଙ୍ଗଳ ଏଠି ଆପଣଙ୍କୁ ବହୁତ ଅଧିକ ଏକ୍ସପେକ୍ଟେସନ୍, ବହୁତ ଅଧିକ କାମ କରିବାକୁ ଦେବେ। ଶୁକ୍ରଙ୍କର ଏ ଯେଉଁ ସ୍ଥିତି ଓଭର ଏକ୍ସପେକ୍ଟେସନ୍ ଭରା ରହିବ, ବିଶେଷ ଭାବରେ ଧ୍ୟାନ ଦେବାକୁ ପଡ଼ିବ। ତା ସହିତ ସବୁ ଜିନିଷକୁ ନିଜ ଇଚ୍ଛା ଅନୁସାରେ ଚଲେଇବା, ତା ସହିତ ସବୁ କଥାରେ ଖାଲି କେବଳ କହିବା। ଏହାଦ୍ୱାରା ଗୁରୁ ଆପଣଙ୍କ ଘରକୁ ଯେହେତୁ ଦେଖୁଛନ୍ତି ତ ଭାବିଚିନ୍ତିକି କାମ କରନ୍ତୁ। କାରଣ ଗୁରୁଙ୍କ ଦୃଷ୍ଟି ଆପଣଙ୍କର ପଞ୍ଚମ ଭାଗରେ ପଡ଼ିବ। ତା ସହିତ ଆପଣଙ୍କ ଠାରେ ଜିଦ୍ ମଧ୍ୟ ରହିବ। କାରଣ ସୂର୍ଯ୍ୟ ଯେତେବେଳେ କିଛି କରନ୍ତି, କିଛି ଓଲଟା କିଛି କରିଥାନ୍ତି ତ ବିଶେଷ ଭାବରେ ସେସବୁର ଧ୍ୟାନ ଦିଅନ୍ତୁ। ବିଶେଷ ଭାବରେ ମ୍ୟାରେଡ୍ ଲାଇଫ୍ ବା ବୈବାହିକ ଜୀବନ ବିଷୟରେ କହିବା ତ ସେଭେନ୍ଥ ହାଉସ ହୋଇଥାଏ ମ୍ୟାରେଡ୍ ହାଉସର। ତ ସେଭେନ୍ଥର ଲର୍ଡ ବନିଥାନ୍ତି ବିଶେଷ ଭାବରେ ଶନିଦେବ। ତ ନିଜ ଘରେ ଯେହେତୁ ଶନିଦେବ ରହିଛନ୍ତି ବିଶେଷ ହିଁ ରୂପରେ ଦେଖିପାରୁଥିବେ କି କେନ୍ଦ୍ରରେ ଶଶ ନାମକ ରାଜଯୋଗ ବନଉଛନ୍ତି, 7.5 ନାହିଁ, ଢେଇଆ ନାହିଁ। ଶନି ନିଜ ଘରେ ରହିଛନ୍ତି, ମହଜୁଦ ବନଉଛନ୍ତି, ରାହୁ ମଧ୍ୟ ଏହା ଦେଖୁଛନ୍ତି। ତ ଏଠି ଯଦି କହିବା କି ଆପଣଙ୍କର ଗୋଟେ ହିଁ ଜବାବ କି ମ୍ୟାରେଡ୍ ଲାଇଫ୍ ଆପଣଙ୍କର ବହୁତ ଭଲ ରହିବ। ଲାଇଫ୍ ପାର୍ଟନରଙ୍କ ହେଲ୍ଥରେ କିଛି ଛୋଟ ମୋଟ ପ୍ରୋବ୍ଲେମ ରହିବ ବିଶେଷ ଭାବରେ। ତା ସହିତ ଆପଣ ସକ୍ଷମ ମଧ୍ୟ ନଜର ଆସିବେ। ଏହା ସହିତ ଯଦି କହିବା ଶନିଦେବ ଆପଣଙ୍କ ଫାର୍ଷ୍ଟ ହାଉସରେ ରହିବେ, ଆପଣ ଟିକେ ଷ୍ଟ୍ରଙ୍ଗ ହେଇକି ରୁହନ୍ତୁ। ଅଡ଼ିଏଲ ସ୍ୱଭାବ ଆପଣଙ୍କୁ ଦେଖିବା ପାଇଁ ମିଳିବ ବିଶେଷ ଭାବରେ।
ତା ସହିତ ମ୍ୟାରେଡ୍ ଲାଇଫକୁ ନେଇକି ଆପଣ ଆଗକୁ ବଢ଼ିବେ। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଷୟ ବିଷୟରେ କହିବା ଭାଗ୍ୟ, କ୍ୟାରିୟର, ବିଜନେସ୍ ଆପଣଙ୍କର କିପରି ରହିବ। ତ ଭାଗ୍ୟ ସ୍ଥାନର ମାଲିକ ବନିଥାନ୍ତି ଆପଣଙ୍କର ମଙ୍ଗଳ ବିଶେଷ ହିଁ ରୂପରେ। ତ ରାଶିରେ ମଙ୍ଗଳ ଯେହେତୁ ବନୁଛନ୍ତି ବିଶେଷ ଭାବରେ ଭାଗ୍ୟ ପାଇଁ, ଆଉ କ୍ୟାରିୟର ପାଇଁ ବନନ୍ତି ଭିନସ୍ ବା ଶୁକ୍ର ଗ୍ରହ। ତ ଯଦି ଏଠି କହିବା ଭାଗ୍ୟ ପାଇଁ ଯେଉଁ ମଙ୍ଗଳ ରହିଛନ୍ତି, ଏହା ଆପଣଙ୍କ ପାଇଁ କିଛି ଏପରି ରହିବ 6 ଫେବୃଆରୀରେ। ତାପରେ ଘରକୁ ମଧ୍ୟ ଦେଖିବେ, ବିଦେଶ ଗତିରେ ଭାଗ୍ୟରେ ସାଥ ମିଳିବ। ତା ସହିତ ବିଶେଷ ଭାବରେ ଯଦି ଏଠି ଆମେ ଆପଣମାନଙ୍କୁ କହିବୁ ଫରେନ୍ ଟ୍ରାଭେଲ୍ ପାଇଁ ଯିବାକୁ ଚାହୁଁଛନ୍ତି ତ ବି ଆପଣ ଯାଇପାରିବେ। ଏହା ସହିତ ମଙ୍ଗଳ ଯେହେତୁ ଉଚ୍ଚରେ ରହିବେ, ତ ମଙ୍ଗଳ ଉଚ୍ଚରେ ରହିଲେ ଭାଗ୍ୟରେ ମଧ୍ୟ ଫାଇଦା ହେବ। ଭାଗ୍ୟରେ ଫାଇଦା ରହିଲେ କିଛି ବି ଆପଣ କରିବାକୁ ଚାହୁଁଛନ୍ତି ତ ଆପଣ କରିପାରିବେ। ଭାଗ୍ୟ ଆପଣଙ୍କର ସାଥ ପ୍ରଦାନ କରିବ, କାରଣ ମଙ୍ଗଳଙ୍କ ସ୍ଥିତି ବହୁତ ହି ଭଲ ରହିବ। କ୍ୟାରିୟର ବିଷୟରେ ଯଦି ଏଠି ଆମେ ଆଲୋଚନା ବିଶେଷ ଭାବରେ କହିବା, 10th ଲର୍ଡ଼ ବନିଥାନ୍ତି ଆପଣଙ୍କର ଶୁକ୍ର। ତ ଶୁକ୍ର ଆପଣଙ୍କର 5th ହାଉସରେ ଅଛନ୍ତି। 6th ହାଉସକୁ 12 ଫେବୃଆରୀକୁ ଗୋଚର କରିବେ ବିଶେଷ ରୂପରେ। ଯଦି ଆମେ ଏଠି କହିବା ତ ଶନିଙ୍କ ଘରେ ଯେହେତୁ ଦୂରେଇ ଯିବେ, ତ ଗୋଟେ ଜିନିଷ ଏଠି ଆମେ ଆପଣଙ୍କୁ କହିବାକୁ ରହୁଛୁ କି ମଙ୍ଗଳ ବି ରହିବେ, ତା ସହିତ ଶୁକ୍ର ବି ମଧ୍ୟ ରହୁଛନ୍ତି, ବୁଧ ବି ରହୁଛନ୍ତି 20 ଫେବୃଆରୀ ପର୍ଯ୍ୟନ୍ତ। କାଫି ଅଧିକ ରହିବେ ବିଶେଷ ଭାବରେ ଆପଣଙ୍କର 10th ହାଉସରେ, ଅର୍ଥାତ୍ କାମ କାର୍ଯ୍ୟରେ ଆପଣଙ୍କୁ ଡିଫରେଣ୍ଟ କାମ କରିବାକୁ ପଡ଼ିବ। ତା ସହିତ ଆପଣଙ୍କୁ ଆପଣଙ୍କ କାମର ପ୍ରେସର ବଢ଼ିପାରେ। ଏହା ସହ ମଙ୍ଗଳ ଯେତେବେଳେ ଉଚ୍ଚରେ ରହିବେ ବିଶେଷ ଭାବରେ କାମକୁ ଆଗକୁ ବଢ଼େଇବେ। ଚାହେ ଯେତେ ବି ପରିଶାନୀ ହେଉ ବା ପ୍ରୋବ୍ଲେମ୍ ହେଉ, ଆପଣ ସବୁକିଛିକୁ ଆଡ଼ଜଷ୍ଟ କରିକି ବିଶେଷ ରୂପରେ ଆଗକୁ ବଢ଼ିବେ। ଏ ମାସ ଆପଣଙ୍କ ପାଇଁ ବହୁତ ଭଲ ରହିବ। ଡିପେଣ୍ଡ କାମ ମଧ୍ୟ ଆପଣ କରିପାରନ୍ତି, କିନ୍ତୁ କାମ କାର୍ଯ୍ୟ ଆପଣଙ୍କର ଭଲ ରହିବ। ଯେବେ ମଙ୍ଗଳ ଆପଣଙ୍କର ଉଚ୍ଚରେ ରହିବେ ତ କୌଣସି ଚିନ୍ତାର କଥା ନାହିଁ, କାରଣ ଆପଣଙ୍କୁ ବହୁତ ହି ଭଲ ଭାବରେ ନିଜର ଭାବିକି ହିଁ ଏଠି କାମ କରାଯାଉଛି। ତେଣୁ ଆପଣଙ୍କ ପାଇଁ ଏ ସ୍ଥିତି ବହୁତ ହି ଭଲ ରହିବ। ସୂର୍ଯ୍ୟ 1st ହାଉସକୁ ଦେଖିବେ ତ ଆତ୍ମବିଶ୍ୱାସ ବଢ଼ିବ, ଆପଣଙ୍କୁ ଆଗକୁ ନେବା ପାଇଁ ଏହା ସାହାଯ୍ୟ କରିବ। ପ୍ରମୋସନ୍ ମଧ୍ୟ ବଢ଼ିପାରେ, ଆପଣ ଆପଣଙ୍କୁ ଏଫର୍ଟସ୍ ମଧ୍ୟ ପ୍ରଦାନ କରିବେ। ତ କ୍ୟାରିୟର ଦୃଷ୍ଟିରୁ ଏ ମାସ ଆପଣଙ୍କର ବହୁତ ହି ଭଲ ରହିବ। ବିଜନେସ୍ ବିଷୟରେ କହିବା, ବ୍ୟାପାର ବିଷୟରେ ଯଦି ଆମେ କହିବା ତ 7th ହାଉସକୁ ବ୍ୟାପାରକୁ ଦେଖାଯାଏ, 10th ହାଉସକୁ ଦେଖାଯାଏ। ତ 10th ହାଉସରେ ଶନି ନିଜ ଘରେ ଯେହେତୁ ବସିଛନ୍ତି, ବୁଧ ଗ୍ରହ ମଧ୍ୟ ବିଶେଷ ଭାବରେ ଆପଣଙ୍କର 7th ହାଉସକୁ ଟ୍ରାନଜିଟ୍ କରୁଛନ୍ତି। ତ 20 ଫେବୃଆରୀ ପରେ ଆପଣଙ୍କୁ କୌଣସି ପ୍ରୋବ୍ଲେମ୍ ଆସିପାରେ। ବ୍ୟାପାର ଆହୁରି ଭଲରେ ଚାଲିବ। ବ୍ୟାପାରରେ ବହୁତ ବଡ଼ ଲାଭ ଆପଣଙ୍କୁ ବିଶେଷ ରୂପରେ ପ୍ରାପ୍ତ ହେବ, କାରଣ ବୁଧ ଆପଣଙ୍କର 7th ହାଉସରେ ରହିବେ, ଶନି ଆପଣଙ୍କର ଘରେ ରହିବେ। ତ ଲୁହା ରିଲେଟେଡ୍, ଟେକ୍ନିକାଲି, ଇଲେକ୍ଟ୍ରିକାଲ, ମେକାନିକାଲ ଏସବୁ ଯେଉଁ ଜିନିଷ, ଅଏଲ ଆଣ୍ଡ ଗ୍ୟାସ୍, ମେସିନ୍ ରିଲେଟେଡ୍ କିଛି କାମ କରୁଛନ୍ତି, ଇମ୍ପୋର୍ଟ ଏକ୍ସପୋର୍ଟର କାମ କରୁଛନ୍ତି ବିଶେଷ ଭାବରେ, ତ ଭିନେସ୍ ଆପଣଙ୍କ ପାଇଁ ବହୁତ ହି ଭଲ ଦେଖିବାକୁ ମିଳିବ। କ'ଣ ଉପାୟ କରିବା ଦରକାର? ସବୁଠାରୁ ପ୍ରଥମେ ସୂର୍ଯ୍ୟଦେବଙ୍କ ବୀଜ ମନ୍ତ୍ରର ଅବଶ୍ୟ ଜପ କରନ୍ତୁ। ଓଂ ହ୍ରାଂ ହ୍ରିଂ ସଂ ସୂର୍ଯ୍ୟାୟ ନମ ଏ ମନ୍ତ୍ରର 108 ଥର ଜପ କରନ୍ତୁ। ସୂର୍ଯ୍ୟଦେବଙ୍କୁ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ହନୁମାନ ଚାଳିଶାର ପ୍ରତ୍ୟେକ ଦିନ ପାଠ କରନ୍ତୁ। ମଙ୍ଗଳଙ୍କୁ ପୂଜା କରନ୍ତୁ। ଓଂ ପ୍ରାଂ ପ୍ରିଂ ସଂ ଘୁମାୟ ନମ ଏ ମନ୍ତ୍ରର 108 ଥର ଜପ କରନ୍ତୁ। କେମିତି ଲାଗିଲା ଭିଡ଼ିଓ? ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଚ୍ୟାନେଲରେ ନୂଆ ଆସିଥିଲେ ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଧନ୍ୟବାଦ।